ଅଧରାତିରେ ଆମ ଚାଉଳ ଏମିତି କାନ୍ଦିଲା ଯେ ଆମ ସମସ୍ତଙ୍କର ନିଦ ଉଡ଼େଇଦେଲା। ଆଉ ସକାଳୁ ଉଠି ଦେଖେ ତ ଆମ ଦାଣ୍ଡଟା ବର୍ଷା ପାଣିରେ ଗୋଟେ ସମୁଦ୍ର ଭଳି ଦେଖାଯାଉଥିଲା। ଆଉ ଫୁଲ ଉପରେ ପଡ଼ିଥିବା ବର୍ଷା ପାଣି ଗୁଡ଼ିକ ଗୋଟେ ଗୋଟେ ମୋତି ପରି ଦେଖାଯାଉଥିଲା। ଭାବିଥିଲି ଆଜି ସକାଳୁ ସକାଳୁ ବର୍ଷାରେ ଭିଜିବା ପାଇଁ ଗୋଟେ ମୌକା ମିଳିଗଲା। ହେଲେ କ'ଣ ହେବ, ଚୂଳ ଓଦା ହେଇଯିବ ବୋଲି ଭାବି ବାଧ୍ୟ ହୋଇ ଛତା ଧରି କାମ କରିବାକୁ ପଡ଼ିଲା। ମମି କହିଲେ ଆଜି ବର୍ଷା ପାଖରେ କିଛି ଛଣାଛଣି ହେଇଥିଲେ ଭଲ ହେଇଥାନ୍ତା। ତ ମୁଁ ଭାବିଲି ପାମ୍ପଡ଼ ଛାଣିଦେମି, କାରଣ ସମୟ କମ୍ ଆଉ କାମ ଜଲ୍ଦି। ଆଉ ଗୁଗୁଲକୁ ଆମର କାଲି ରାତି ପାଖରୁ ଜ୍ୱର, ତେଣୁ ଟିକିଏ ବର୍ଷା କମିଯାଇଥିବାରୁ ବାପା ତାକୁ ନେଇକି ଗଲେ ଡକ୍ଟରଙ୍କ ପାଖକୁ। ଆଉ ଇଏ ହେଉଛି ମୋ ସ୍ୱାମୀଙ୍କର ପସନ୍ଦିତ ଖାଇବା, ଯେଉଁଟାକି ମୋତେ ବିଲକୁଲ ବି ଭଲ ଲାଗେନି। ଏବେ ଜେଜେନାତି ଆସି ପହଞ୍ଚିଗଲେ ଘରେ। ଆଉ ଗୁଗୁଲ ତ ଆମର ପଙ୍ଖ ଜାଡ଼ି ଜାଡ଼ି ଆସୁଛି। ଇଏ ହେଉଛି ଆଖି, ଯେଉଁଟାକି ମୋ ଫେସ୍ର ବାହାରେ ଅଛି। ନାଇଁ ମ, ମୁଁ ଟିକେ ମଜା କରୁଥିଲି। ଇଏ ଗୋଟେ ଚକୋଲେଟ୍। ଯେବେ ବି ଗୁଗୁଲ ମାର୍କେଟ ଯାଏ ନା, 100 ଟଙ୍କାରେ ଚକୋଲେଟ୍ ନେଇକି ଆସେ। ଆସୁ ଆସୁ ସମସ୍ତେ ଲାଗିଗଲେ ଏବେ ସ୍ୱଚ୍ଛ ଭାରତ ମିଶନରେ, କାରଣ ଗୁଗୁଲ ଘରଟାକୁ ପୁରା କଚଡ଼ା ଡବା ବନେଇ ସାରିଛି। ଯେଉଁଠି ଦେଖିବ କେବଳ ଗୁଗୁଲର ଖେଳନା ହିଁ ଦେଖାଯିବ। ଆଉ ବାପା ମମିଙ୍କ ଦେଖା ଦେଖି ଇଏ ବି ଲାଗିଗଲେ ଆମର ସ୍ୱଚ୍ଛ ଭାରତ ମିଶନରେ। ସିଧା ଆମ ଘର ଅଳିଆ କୁଣ୍ଡକୁ ନେଇ ବେପାରୀ ହାତରେ ଧରେଇଦେଲେ, ମାନେ ଗୁଗୁଲର ଖେଳନା ବସ୍ତା। ଆଉ ମାଉନ ତଣ୍ଟିରେ ଲାଗିଥିବା କଣ୍ଟା ଏବେ ଯାଏ ବାହାରିନି, ଏଥିପାଇଁ ସେମାନେ ଚାଲିଲେ ଡକ୍ଟରଙ୍କ ପାଖକୁ। ଆଉ ଇଏ ଆମର ସଡ଼କ ସୁରକ୍ଷା ନିୟମକୁ ଭଲ ଭାବରେ ମନେ ରଖିଛି, କାରଣ ସଡ଼କ ସୁରକ୍ଷା ଜୀବନ ରକ୍ଷା। ଆଜି ଲାଇଫ୍ରେ ଫାର୍ଷ୍ଟ ଟାଇମ୍ ପାଇଁ ପାଠକୁ ଘରକୁ ପରିବା ଆଣିଛନ୍ତି। ମୋତେ ତ ଏବେ ବି ଲାଗୁଛି ମୁଁ ଯେମିତି ସ୍ୱପ୍ନ ଦେଖ। ମୁଁ ସିଧା ବସିଗଲି ରାତି ଖାଦ୍ୟ ପ୍ରସ୍ତୁତରେ। ଇଏ ହେଲା ମୋ ରୋଜଗାରର ପ୍ରଥମ ପଇସା। ସାଙ୍ଗମାନେ, ପଇସା ତ ସମସ୍ତଙ୍କ ପାଖରେ ଥାଏ, କିନ୍ତୁ ନିଜ ରୋଜଗାରରେ ଯେଉଁ ଟଙ୍କା ମିଳିଥାଏ ନା, ସିଏ ବହୁତ ଆନନ୍ଦ ଦେଇଥାଏ। ସେଣିକି ସେ 1 ଟଙ୍କା ବି ହେଉନା କାହିଁକି। କ'ଣ ସାଙ୍ଗମାନେ, ଠିକ୍ କହିଲି ନା?